ସଦନରେ ସ୍ୱାଗତ କରାଯାଉଛି ଏବଂ ତାଙ୍କୁ ଆଭୂଷଣ କରାଯାଉଛି। ସମସ୍ତ ପ୍ରଭାକାଠି ମାନଙ୍କର ଧାରକ ମାନଙ୍କୁ ବସ୍ତ୍ର ଇତ୍ୟାଦି ଦେଇ ତାଙ୍କୁ ସ୍ୱାଗତ କରାଯାଉଛି। ଜୟ ମା କାଳୀ, ଜୟ ମାତା କାଳୀ, ଜୟ ମାତା ରୁଦ୍ର। ହୁଳହୁଳି ଦିଅନ୍ତୁ, ହରିବୋଲ ଦିଅନ୍ତୁ। ଦୟାକରି ଟିକେ ଭଲ ବାଦନ କରନ୍ତୁ, ଦୟାକରି ଟିକେ ବାଦ୍ୟ ବାଦନ କରନ୍ତୁ। ବର୍ତ୍ତମାନ ପ୍ରଭାକାଠିର ମିଳନ ଚାଲିଛି, ବାଦ୍ୟ ବାଦନ ଟିକେ କରନ୍ତୁ। ଆପଣମାନେ ଟିକେ ବାଦ୍ୟ ବଜାନ୍ତୁ ଆଜ୍ଞା, ଘର ଭିତରେ ଯାଇ ବଜାନ୍ତୁ। ଯଦି ବର୍ଷା ପଡ଼ିଲେ ଆପଣଙ୍କୁ ଅସୁବିଧା ଅଛି, ଘର ଭିତରେ ଯାଇ ବଜାନ୍ତୁ। ଦୟାକରି ଟିକେ ବାଦ୍ୟ ବଜାନ୍ତୁ। ଦେଖନ୍ତୁ ପ୍ରଭାକାଠି ମିଳନର ଅପୂର୍ବ ଦୃଶ୍ୟ। ହରିବୋଲ ଦିଅନ୍ତୁ, ହୁଳହୁଳି ଦିଅନ୍ତୁ ଏବଂ ନିଜର ଚର୍ମଚକ୍ଷୁକୁ ପବିତ୍ର କରନ୍ତୁ। କେବଳ ମାତ୍ର ଏହି ଚୈତ୍ର ମାସରେ ଆମେ ଏହି ପ୍ରଭାକାଠିକୁ ଦର୍ଶନ କରିବା। ଅନ୍ୟ କୌଣସି ଦିନ କେବେ ମଧ୍ୟ ବର୍ଷର କୌଣସି ଦିନ ଆପଣ ଦର୍ଶନ କରିପାରିବେ ନାହିଁ। କେବଳ ଏଇ ଗୋଟିଏ ଦିନ ଏବଂ ଏଇ 13 ଦିନ ଯେଉଁ ଦଣ୍ଡ ପାଳନ କରାଯାଏ, 13 ଦିନ, ଏଇ 13 ଦିନ ମଧ୍ୟରେ ଆପଣମାନେ ଏହି ପ୍ରଭାକାଠିକୁ ଦର୍ଶନ କରିବେ। ଟିକେ ଜୋରରେ ବଜାନ୍ତୁ। ପ୍ରଭାକାଠି ପରିକ୍ରମା କରନ୍ତୁ, ଆପଣମାନେ ପ୍ରଭାକାଠିକୁ ପରିକ୍ରମା କରନ୍ତୁ। ଘଣ୍ଟମାନେ ମହାପାତ୍ର ମାନେ ଧରିକି ଠାକୁରଙ୍କୁ ଗୌରୀ ବେତ ଧରି ଆସନ୍ତୁ। ମହାପାତ୍ର ମାନଙ୍କୁ ଅନୁରୋଧ, ଗୌର ବେତକୁ ଆଣି ତାଙ୍କର ପରିକ୍ରମା କରନ୍ତୁ, ଗୌର ବେତର ପରିକ୍ରମା କରନ୍ତୁ। ସମସ୍ତ ମହାପାତ୍ର ମାନଙ୍କୁ ଆମେ ଅନୁରୋଧ କରୁଛୁ, ଠାକୁର ମିଳନ ହେଲା ବେଳେ ତାଙ୍କର ମନ୍ତ୍ର ପାଠ କରି ଚାମର ସେବା କରନ୍ତୁ। ସମସ୍ତ ଭକ୍ତ ଯେମିତି ସେ ମନ୍ତ୍ର ପାଠ ଶୁଣିକରି କୃପା ଲାଭ କରିବେ ଏବଂ ଠାକୁରଙ୍କର ଚାମର ସେବା ଟିକେ କରନ୍ତୁ। ପ୍ରଭାକାଠି ଆମର ମିଳନ ହେଲା, ଚାମର ସେବା ହେଲା ନାହିଁ, ତେଣୁ ସମସ୍ତ ମହାପାତ୍ରଙ୍କୁ ଆମେ ଅନୁରୋଧ କରୁଛୁ, ସମସ୍ତ ଚାମର ଧରି ଠାକୁର ମିଳନ ସମୟରେ ମନ୍ତ୍ର ପାଠ କରି ଚାମର ସେବା କରନ୍ତୁ। ମହାପାତ୍ର ଭାଇମାନେ ଗୌରୀ ବେତ ଧରି ଆପଣମାନେ ଗୌରୀ ବେତ ଠାକୁରଙ୍କୁ ଧରି ଆସି ଆପଣମାନେ ଉପବେଶନ ହୁଅନ୍ତୁ। ପ୍ରତ୍ୟେକ ଥଳର ମହାପାତ୍ର ମାନେ ଗୌରୀ ବେତଙ୍କୁ ମହାମିଳନ କରାଇବେ ଏବଂ ଚାମର ସେବା କରିବେ। ଗୌର ବେତଙ୍କୁ ବର୍ତ୍ତମାନ ବ୍ରହ୍ମ ସଂସ୍ଥାନର ମଣ୍ଡଳ ଉପରେ ଉପସ୍ଥିତ କରାଗଲା ଏବଂ ତାଙ୍କୁ ଆଭୂଷଣ ଇତ୍ୟାଦିରେ ଆଚ୍ଛାଦିତ କରାଯିବ। ଏହାପରେ ଚାମର ସେବା ମଧ୍ୟ କରାଯିବ। ବର୍ତ୍ତମାନ ସମସ୍ତ ଗୌରବେତ ଧାରକ ମାନଙ୍କୁ ବର୍ତ୍ତମାନ ଆଭୂଷଣ କରାଯାଉଛି, ବସ୍ତ୍ରାଭୂଷଣ କରାଯାଉଛି, ତାଙ୍କୁ ସମ୍ମାନିତ କରାଯାଉଛି। ବର୍ଷରେ ଗୋଟିଏ ଦିନ ପଞ୍ଚୁଦଣ୍ଡରେ ସମ୍ମାନିତ କରାଯାଉଛି। କୌଣସି ଦିନ ତ ଆମେ ତାଙ୍କୁ ସମ୍ମାନ ଦେଇପାରିବା ନାହିଁ। ଆଜି ଗୋଟିଏ ଦିନ ସମ୍ମାନ ଆମେ ଦଉଛେ। ଦୟାକରି ଏହି ସମ୍ମାନିତ ହେଉଥିବା ସମୟରେ ଆପଣମାନେ ହରିବୋଳ ହୁଳହୁଳି ଦେଇକି ସ୍ୱାଗତ କରନ୍ତୁ ସେମାନଙ୍କୁ। ଚାମର ଦିଅନ୍ତୁ, ଚାମର ସେବା କରନ୍ତୁ ଠାକୁରଙ୍କର। ସମସ୍ତ ମହାପାତ୍ର ମାନେ ମହାପାତ୍ର ମାନଙ୍କୁ ଅନୁରୋଧ, ଟିକେ ଚାମର ସେବା କରନ୍ତୁ। ସମସ୍ତ ମହାପାତ୍ର ମାନଙ୍କୁ ଅନୁରୋଧ, ଟିକେ ଚାମର ସେବା କରନ୍ତୁ। ଘଣ୍ଟୁଆମାନେ ଏକ ନାଦରେ ଘଣ୍ଟ ସେବା କରନ୍ତୁ। ଘଣ୍ଟୁଆମାନେ ଏକ ନାଦରେ
ମା ପିତା ଭଳି ଆମର 16ଟି ମିଳନ କାର୍ଯ୍ୟକ୍ରମ ରହିଛି। ପ୍ରତିବର୍ଷ ଯେଉଁଭଳି ଭାବରେ ଏହି ବ୍ରହ୍ମସ୍ୱ ସ୍ଥାନରେ ପୂଜାପାଠ କରି ପଞ୍ଚସଖୀଙ୍କୁ ମିଳନ କରାଉଥିଲେ, ଆମେ ଯେମିତି 16ଟି କାର୍ଯ୍ୟକ୍ରମ 16ଟି ମିଳନ ରଖିଥିଲେ, ସେହି 16ଟି ମିଳନ ମଧ୍ୟ ଏ ବର୍ଷ ରହିଛି ଏବଂ ସମସ୍ତଙ୍କର ମିଳନ ଗୋଟିଏ ଗୋଟିଏ ପରେ ଅନୁଷ୍ଠିତ ହେବ। ମା ପିତା ହୁଳହୁଳି ହରିବୋଲ ଦିଅନ୍ତୁ। ମା ପିତା ଭଳିଙ୍କୁ ମା ଠାକୁରଙ୍କୁ ନେଇ ଆସନ୍ତୁ। ବର୍ତ୍ତମାନ ଆମର ମା ପିତାବଳୀଙ୍କର ମିଳନ ହେବ। ସମସ୍ତେ ଦୟାକରି 5 ଥର ଲମ୍ବା ହୁଳହୁଳି ଦିଅନ୍ତୁ। 5 ଥର ଲମ୍ବା ହୁଳହୁଳି ଦିଅନ୍ତୁ। ସାମିଲ କରିଛୁ ଆଉ ସମସ୍ତ ମା ପିତାବଳୀ ଆଜି ଏଠାରେ ଉପବେଶନ କରିବେ ଏବଂ ପଞ୍ଚ ପିତାବଳୀଙ୍କର ମହାମିଳନ ହେବ। ବର୍ତ୍ତମାନ ବ୍ରହ୍ମସଂସ୍ଥାନର ମଣ୍ଡଳ ଉପରକୁ ପିତାବଳୀ ମାନଙ୍କର ସମାଗମ ହେଉଛି। ଦୟାକରି ଟିକେ ହୁଳହୁଳି ଦିଅନ୍ତୁ। ଆମର ପଞ୍ଚଶମ୍ଭୁଙ୍କର ମିଳନ, ପଞ୍ଚକାଳୀଙ୍କର ମିଳନ, ପଞ୍ଚ ପିତାବଳୀଙ୍କର ମିଳନ। ଦୟାକରି 5 ଥର ଲମ୍ବା ହୁଳହୁଳି ଦିଅନ୍ତୁ। 5 ଥର ଲମ୍ବା ହୁଳହୁଳି ଦିଅନ୍ତୁ। ବାପାମାନେ ଭାଇମାନେ ଟିକେ ଦୟାକରି ଲମ୍ବା ହରିବୋଲ ଦିଅନ୍ତୁ। ମା ପିତାବଳୀଙ୍କୁ ବର୍ତ୍ତମାନ ବସ୍ତ୍ର ଦ୍ୱାରା ଆମର ସମ୍ମାନ କରାଯାଉଛି। ବସ୍ତ୍ର ବର୍ତ୍ତମାନ ଆମର ପ୍ରତ୍ୟେକ ମା ପିତାବଳୀଙ୍କୁ ପ୍ରଦାନ କରାଯାଉଛି। ଏହି ଅପୂର୍ବ ଦୃଶ୍ୟ ମା ପିତାବଳୀଙ୍କର ଯେଉଁମାନେ ଧାରକ ଅଛନ୍ତି, ସେହି ଧାରକ ମାନଙ୍କୁ ଆମ ଅନୁଷ୍ଠାନ ତରଫରୁ ବର୍ତ୍ତମାନ ବସ୍ତ୍ରରେ ଆଭୂଷଣ କରାଯାଉଛି। ଦେଖନ୍ତୁ ଆପଣମାନେ ଏ ବସ୍ତ୍ର କେମିତି ଆଚ୍ଛାଦନ କରାଯାଉଛି ତାଙ୍କୁ ଏବଂ ଦୟାକରି ଟିକେ ହୁଳହୁଳି ଦିଅନ୍ତୁ। ବାପା ଭାଇ ଟିକେ ଦୟାକରି ଟିକେ ଲମ୍ବା ହରିବୋଲ ଦିଅନ୍ତୁ। ଏହାପରେ ଆମର ଆଉ ଗୋଟିଏ ମିଳନ, ଯାହାକି ତ୍ରିଶୂଳ ମିଳନ। ପଞ୍ଚଶମ୍ଭୁଙ୍କର ତ୍ରିଶୂଳ ସମସ୍ତ ଶିବମାନଙ୍କର ଗୋଟିଏ ଆୟୁଧ। ସେ ଆୟୁଧ ହେଉଛି ତ୍ରିଶୂଳ, 3 ଶୂଳ। ଏହାପରେ 3 ଶୂଳ ଅର୍ଥାତ୍ ତ୍ରିଶୂଳର ମିଳନ କାର୍ଯ୍ୟକ୍ରମ ହେବ। ବର୍ତ୍ତମାନ ପିତାବଳୀ ମାନଙ୍କର ମିଳନ ଏବଂ ଚାମର ସେବା ଏବଂ ଘଣ୍ଟୁଆ ମାନଙ୍କର ଘଣ୍ଟ ସେବା ଚାଲିଛି। ଘଣ୍ଟୁଆ ମାନଙ୍କର ଘଣ୍ଟ ସେବା ଏବଂ ମହାପାତ୍ର ମାନଙ୍କର ଚାମର ସେବା। ସମସ୍ତ ପିତାବଳୀ ମାନେ ବର୍ତ୍ତମାନ ବ୍ରହ୍ମସ୍ୱ ସ୍ଥାନରେ ମିଳିତ ଅଛନ୍ତି। ଦେଖନ୍ତୁ ଆଜ୍ଞା, ପଞ୍ଚଶମ୍ଭୁଙ୍କର ମିଳନରେ ଏହା ହେଉଛି ଗୋଟିଏ ଗୋଟିଏ ଅପୂର୍ବ ଦୃଶ୍ୟ। ଯେଉଁ ଦୃଶ୍ୟଟି ଆମମାନଙ୍କର ହୃଦୟକୁ ପବିତ୍ର କରିଥାଏ, ଆମର କର୍ମଚକ୍ଷୁକୁ ପବିତ୍ର କରିଥାଏ। ବର୍ଷକରେ ଗୋଟିଏ ମାତ୍ର ଥରେ ଦିନ, ଗୋଟିଏ ଦିନ ଯେମିତି ଆମର ପଞ୍ଚଶମ୍ଭୁମାନଙ୍କର ମିଳନ କି ଅଷ୍ଟଶମ୍ଭୁମାନଙ୍କର ମିଳନ କି ତ୍ରୟୋଦଶ ଶମ୍ଭୁମାନଙ୍କର ମିଳନ କରାଯାଇଥାଏ। ତ୍ରିଶୂଳ ଧାରଣେ ଦେବେ ତ୍ରିମୂର୍ତ୍ତୟେ ନମୋ ନମଃ। ଦେଖନ୍ତୁ ବର୍ତ୍ତମାନ ବ୍ରହ୍ମସଂସ୍ଥାନର ମିଳନ ସ୍ଥଳରେ ମିଳନ ପିଣ୍ଡି ଉପରେ ବର୍ତ୍ତମାନ ତ୍ରିଶୂଳ ମାନଙ୍କର ଉପସ୍ଥିତି। ଏ ତ୍ରିଶୂଳ ମାନଙ୍କୁ ବର୍ତ୍ତମାନ ବସ୍ତ୍ର ଦ୍ୱାରା ଆଚ୍ଛାଦିତ କରାଯାଉଛି। ତ୍ରିଶୂଳ ମାନଙ୍କୁ ବର୍ତ୍ତମାନ ତ୍ରିଶୂଳ ଧାରକ ମାନଙ୍କୁ ବସ୍ତ୍ରାଦିତ ଭାବରେ ଆଚ୍ଛାଦିତ କରାଯାଉଛି। ସମସ୍ତ ଭକ୍ତମାନେ ଦେଖନ୍ତୁ ଏବଂ ତାଙ୍କୁ ସ୍ୱାଗତ କରିବା ପାଇଁ ହରିବୋଲ ହୁଳହୁଳି ମଧ୍ୟ ପ୍ରଦାନ କରନ୍ତୁ। ଆଶୁତୋଷ ମହାଦେବଙ୍କର ବାପା ଭାଇ ମାନଙ୍କର ଟିକେ ହରିବୋଲ ବନ୍ଦ ହେଇଯାଉଛି। ଦୟାକରି ଟିକେ ହରିବୋଲ ଦିଅନ୍ତୁ। ଦେଖନ୍ତୁ ଏହି ଉଚ୍ଚ ସ୍ୱରରେ ହରିବୋଲ ଦିଅନ୍ତୁ।
ଦେଖନ୍ତୁ ତ୍ରିଶୂଳ ସମସ୍ତ ତ୍ରିଶୂଳମାନଙ୍କର ମିଳନ ଏବଂ ତ୍ରିଶୂଳକୁ ଚାମର ସେବା ଏବଂ ଘଣ୍ଟି